ନବନିଯୁକ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ଅନେକ କଳ୍ପନା ଜଳ୍ପନାରୁ ଅନ୍ତ ଘଟିଯାଇଛି। କିଏ ଧରିବ ଓଡ଼ିଶା ପ୍ରଦେଶ କମିଟି ଗୁରୁଦାୟିତ୍ୱ ମଙ୍ଗ? ବିଭିନ୍ନ ସମୟରେ ବିଭିନ୍ନ ମତରେ ଓଡ଼ିଶା କଂଗ୍ରେସ ଦ୍ୱନ୍ଦ୍ୱରେ ପଡ଼ିଥିବା ବେଳେ କିଏ ପିନ୍ଧିବ ଓଡ଼ିଶା କଂଗ୍ରେସର ଗୁରୁ ମୁକୁଟ? ସେହି କଳ୍ପନାର ଅନ୍ତ ଘଟାଇ ଓଡ଼ିଶା ପ୍ରଦେଶ କମିଟିର ସଭାପତି ନିଯୁକ୍ତି ହୋଇଯାଇଛି। ଜଣେ ଦୃଢ଼ ସଂଗଠକ ଜାତୀୟ କଂଗ୍ରେସକୁ ଆଗକୁ ନେବାରେ ପ୍ରମୁଖ ନାଉରୀ ସାଜିଥିବା ଭକ୍ତଚରଣ ଦାସଙ୍କୁ ଓଡ଼ିଶା ପ୍ରଦେଶ କମିଟିର ସଭାପତି ଆସନ ମିଳିଯାଇଛି। ଭକ୍ତଚରଣ ଦାସ ଓଡ଼ିଶାରେ କଂଗ୍ରେସ ସଭାପତି ନିଯୁକ୍ତି ପାଇଥିବା ଯୋଗୁଁ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଉତ୍ସାହିତ ଭରିଯାଇଥିବା ଦେଖିବାକୁ ମିଳିଥିଲା। ଓଡ଼ିଶା କଂଗ୍ରେସକୁ ଆଗକୁ ନେବା ପାଇଁ ନବନିଯୁକ୍ତ ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ସଫଳତା ମିଳିପାରିବ ବୋଲି କଂଗ୍ରେସର ବରିଷ୍ଠ କର୍ମୀ ଆସ୍ଥା ପ୍ରକଟ କରିଛନ୍ତି। ସାରା ରାଜ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଚାଲିଥିବା ବେଳେ ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ମଧ୍ୟ ସଭାପତି ଭକ୍ତଚରଣ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ତାଙ୍କ ନେତୃତ୍ୱରେ ନୂଆପଡ଼ା ଜିଲ୍ଲାରେ କଂଗ୍ରେସର ଶକ୍ତି ବୃଦ୍ଧି ପାଇପାରିବ ବୋଲି ଖଡ଼ିଆଳ କଂଗ୍ରେସ ଆଶା ବାନ୍ଧିଛନ୍ତି। ଆଗାମୀ ଦିନରେ କଂଗ୍ରେସ କେମିତି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଏକ ନୂତନ ଓଡ଼ିଶା ଗଠନ କରିପାରିବ, ସେଥିପାଇଁ ଜନସାଧାରଣଙ୍କ ପାଖରେ କଂଗ୍ରେସ ଦେଖୁଥିବା ସ୍ୱପ୍ନକୁ ପୁନରାବୃତ୍ତି କରିବ। ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ କଂଗ୍ରେସର ସେବା ମନୋଭାବକୁ ସ୍ପଷ୍ଟୀକରଣ ଦେବା ସହିତ ସବୁ ସମୟରେ ଲୋକଙ୍କ ସାଥିରେ ରହି ସେବା କରିବା ପାଇଁ ଏକ ନୂଆ ପଦକ୍ଷେପ ନେବା ସହିତ ଆଗାମୀ ନିର୍ବାଚନରେ କେମିତି ରଣନୀତି ପ୍ରୟୋଗ କରିବ ସେ ବିଷୟରେ ଦୃଢ଼ ରଣନୀତି ଗ୍ରହଣ କରିବ। କଂଗ୍ରେସ ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବା ସହିତ ଆସନ୍ତା 18 ତାରିଖ ଦିନ ଭୁବନେଶ୍ୱର ବିମାନବନ୍ଦର ଠାରୁ ପୁରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା ସଂକଳ୍ପ ଯାତ୍ରା କରିବା ନିଷ୍ପତ୍ତି ନେଇଛନ୍ତି। 2 ଦିନ 2 ରାତି ପର୍ଯ୍ୟନ୍ତ 64 କିଲୋମିଟର ପଥ ଅତିକ୍ରମ କରିବ। ଜଗନ୍ନାଥଙ୍କ ଆଶୀର୍ବାଦ ନେବା ସହିତ ଲୋକଙ୍କ କାମ ପାଇଁ ସଂକଳ୍ପ ନେବ। ଏହି ପଦଯାତ୍ରାରେ ସମସ୍ତ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇ ଏକତା କାର୍ଯ୍ୟ କରି ସାଂଗଠନିକ ମଜବୁତ ହେବ ବୋଲି କହିଛନ୍ତି। ଆସନ୍ତା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବହୁ ପରିମାଣରେ ସଫଳତା ପାଇବ ବୋଲି ମତବ୍ୟକ୍ତ କରିଥିଲେ। ଖଡ଼ିଆଳଠାରେ ଦଳୀୟ ନେତା କମଲ ଚରଣ ତାଣ୍ଡି, ପ୍ରବୀଣ ପଟ୍ଟନାୟକଙ୍କ ସହିତ ବହୁ କର୍ମୀ ଯୋଗ ଦେଇଥିଲେ। ନୂଆପଡ଼ାରୁ ଲକ୍ଷ୍ମୀନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।